ଆଜିର ସମାଜରେ ଏକ ଭୟଙ୍କର ମାନସିକ ରୋଗ ବ୍ୟାପିବାରେ ଲାଗିଛି, ଯାହାକୁ ଆମେ ଦେଖାଣିଆ ସଂସ୍କୃତି ବୋଲି କହୁଛୁ। ଚାଣକ୍ୟ କହିଥିଲେ ଯେ ଯେଉଁ ବ୍ୟକ୍ତି ନିଜର ବାସ୍ତବ ସ୍ଥିତିକୁ ଲୁଚାଇ ଅନ୍ୟକୁ ପ୍ରଭାବିତ କରିବା ପାଇଁ ମିଥ୍ୟା ଆଡମ୍ବରର ଆଶ୍ରୟ ନିଏ, ସେ ନିଜ ହାତରେ ନିଜ ବିନାଶର ବାଟ ଖୋଳିଥାଏ। ଆମେ ଏମିତି ଏକ ସମୟରେ ବଞ୍ଚୁଛୁ ଯେଉଁଠାରେ ମଣିଷ ପାଖରେ ନିଜର ମୌଳିକ ଆବଶ୍ୟକତା ପୂରଣ ପାଇଁ ସମ୍ବଳ ନଥାଏ, କିନ୍ତୁ ସମାଜରେ ଧନୀ ଦେଖାଇବା ପାଇଁ ସେ ଋଣ କରିବାକୁ ମଧ୍ୟ ପଛାଏ ନାହିଁ। ବଡ଼ ବଡ଼ ବାହାଘର, ଦାମୀ ଗାଡ଼ି ଏବଂ ବିଳାସପୂର୍ଣ୍ଣ ଭୋଜିଭାତ ଆଜି ସମ୍ମାନର ପ୍ରତୀକ ପାଲଟିଛି, କିନ୍ତୁ ଏହି ମିଥ୍ୟା ସମ୍ମାନ ପଛରେ ଥିବା କରଜର ବୋଝ ଏବଂ ମାନସିକ ଅଶାନ୍ତିକୁ କେହି ଦେଖିପାରନ୍ତି ନାହିଁ। ଲୋକେ ଭୁଲି ଯାଉଛନ୍ତି ଯେ ସମାଜର ଲୋକମାନେ କେବଳ ଖାଇବା ସମୟରେ ହିଁ ଆପଣଙ୍କ ସାଥିରେ ଥାନ୍ତି, କିନ୍ତୁ ଯେତେବେଳେ ସେହି ଋଣ ଶୁଝିବା ପାଇଁ ଆପଣଙ୍କ ଘର ନିଲାମ ହୁଏ, ସେତେବେଳେ ସେହି ସମାଜ ଆପଣଙ୍କୁ ପରିହାସ କରିବାରେ ପ୍ରଥମ ଥାଏ। ଏହି ଦେଖାଣିଆ ମନୋଭାବ କେବଳ ଟଙ୍କା ନଷ୍ଟ କରେ ନାହିଁ, ବରଂ ଏକ ସୁଖୀ ପରିବାରର ମୂଳଦୁଆକୁ ଦୋହଲାଇ ଦିଏ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅର୍ଥଶାସ୍ତ୍ର ଅନୁଯାୟୀ ଧନର ସଞ୍ଚୟ ହିଁ ବିପଦୀ ସମୟର ସବୁଠାରୁ ବଡ଼ ବନ୍ଧୁ। କିନ୍ତୁ ଯେତେବେଳେ ଜଣେ ବ୍ୟକ୍ତି ଲୋକ ଦେଖାଣିଆ ପାଇଁ ଋଣ କରି ଖର୍ଚ୍ଚ କରେ, ସେ ସେହି ସଞ୍ଚୟର ଧର୍ମକୁ ଅପମାନିତ କରେ। ଚାଣକ୍ୟ କହନ୍ତି, ଜଣେ ବୁଦ୍ଧିମାନ ବ୍ୟକ୍ତି ସେତିକି ପାଦ ବଢ଼ାଇବା ଉଚିତ ଯେତିକି ତାର ଚାଦର ଅଛି। ଯଦି ଆପଣଙ୍କର ଆୟ 100 ଟଙ୍କା ଏବଂ ଆପଣ ସମାଜରେ ନିଜର ପ୍ରତିପତ୍ତି ଦେଖାଇବା ପାଇଁ 500 ଟଙ୍କା ଖର୍ଚ୍ଚ କରୁଛନ୍ତି, ତେବେ ଆପଣ ଜଣେ ଜ୍ଞାନୀ ନୁହନ୍ତି, ଆପଣ ଜଣେ ଆତ୍ମଘାତୀ ମୂର୍ଖ। ସମାଜରେ ଏକ ମିଥ୍ୟା ଭ୍ରମ ସୃଷ୍ଟି କରିବା ପାଇଁ ନିଜ ପିଲାଙ୍କ ଭବିଷ୍ୟତ ଏବଂ ବୃଦ୍ଧାବସ୍ଥାର ସାହାରାକୁ ବଳି ଦେବା କେଉଁ ପ୍ରକାରର ବୁଦ୍ଧିମତା? ଅନେକ ସମୟରେ ଦେଖାଯାଏ ଯେ ପଡ଼ୋଶୀର ବଡ଼ ଗାଡ଼ି ଦେଖି କିମ୍ବା ସମ୍ପର୍କୀୟଙ୍କ ବଡ଼ ବାହାଘର ଦେଖି ଆମେ ନିଜ ସ୍ଥିତିକୁ ନ ଦେଖି ସେମାନଙ୍କ ସହ ପ୍ରତିଯୋଗିତା ଆରମ୍ଭ କରୁ। ଏହି ପ୍ରତିଯୋଗିତା ଆପଣଙ୍କୁ ଉପରକୁ ଉଠାଇବ ନାହିଁ, ବରଂ ଶୁଦ୍ଧର ଚକ୍ରବ୍ୟୁହରେ ଏମିତି ଫସାଇ ଦେବ ଯେଉଁଠୁ ବାହାରିବା ଅସମ୍ଭବ। ଟଙ୍କା ଏକ ସାଧନ, ଏହାକୁ ସୁରକ୍ଷା ପାଇଁ ବ୍ୟବହାର କରନ୍ତୁ, ପ୍ରଦର୍ଶନ ପାଇଁ ନୁହେଁ। ସମାଜରେ ଗୋଟିଏ କଥା ପ୍ରାୟତଃ ଶୁଣିବାକୁ ମିଳେ, ଲୋକେ କ'ଣ କହିବେ? ଏହି ଗୋଟିଏ ବାକ୍ୟ ଭାରତର କୋଟି କୋଟି ପରିବାରକୁ କାଙ୍ଗାଳ କରିଦେଇଛି। ବାହାଘରରେ 50 ପ୍ରକାରର ବ୍ୟଞ୍ଜନ, ଲକ୍ଷ ଲକ୍ଷ ଟଙ୍କାର ସାଜସଜ୍ଜା ଏବଂ ହଜାର ହଜାର ଲୋକଙ୍କୁ ନିମନ୍ତ୍ରଣ କରାଯାଏ, କେବଳ ଏଇଥିପାଇଁ ଯେପରି କେହି ନିନ୍ଦା ନ କରନ୍ତି। କିନ୍ତୁ ଚାଣକ୍ୟ ନୀତି କହେ, ଯିଏ ସମାଜର ମିଥ୍ୟା ପ୍ରଶଂସା ପଛରେ ଗୋଡ଼ାଏ, ସେ ନିଜର ଶାନ୍ତି ହରାଇଥାଏ। ଯେଉଁମାନେ ଆପଣଙ୍କର ବିଳାସପୂର୍ଣ୍ଣ ଭୋଜି ଖାଇ ପ୍ରଶଂସା କରୁଛନ୍ତି, ସେମାନଙ୍କ ମଧ୍ୟରୁ କେହି ଜଣେ ବି ଆପଣଙ୍କ କରଜ ଶୁଝିବା ପାଇଁ ଆଗକୁ ଆସିବେ ନାହିଁ। ଯେତେବେଳେ ବ୍ୟାଙ୍କ ନୋଟିସ୍ ଆସିବ କିମ୍ବା କରଜଦାତା ଆପଣଙ୍କ ଦୁଆରେ ପାଟି କରିବ, ସେତେବେଳେ ସେହି ଲୋକେ କେବଳ ଚିଗୁଲେଇବେ। ଋଣ କରି ଘିଅ ପିଇବା ସଂସ୍କୃତି ହେଉଛି ବିନାଶର ମୂଳ କାରଣ। ଉଦ୍ଧାର କରାଯାଇଥିବା ଟଙ୍କାରେ କେବେ ବି ଐଶ୍ୱର୍ଯ୍ୟ ମିଳେ ନାହିଁ, କେବଳ ଅପମାନ ମିଳିଥାଏ। ତେଣୁ ସାମାଜିକ ଚାପରେ ଆସି ନିଜର ଆର୍ଥିକ ସ୍ୱାଧୀନତାକୁ ନଷ୍ଟ କରିବା ବନ୍ଦ କରନ୍ତୁ। ପ୍ରକୃତ ସମ୍ମାନ ଚରିତ୍ର ଏବଂ ଜ୍ଞାନରେ ଥାଏ, ଦେଖାଣିଆ ବଡ଼ ପଣିଆରେ ନୁହେଁ। ଆସନ୍ତୁ କିଛି ବାସ୍ତବ ଉଦାହରଣକୁ ଦେଖିବା। ଓଡ଼ିଶାର ଅନେକ ଗାଁ ଏବଂ ସହରରେ ଆଜି ଏମିତି ଦେଖାଯାଉଛି ଯେ ଜଣେ ସାଧାରଣ ଚାକିରିଆ ବା ଚାଷୀ ନିଜ ଝିଅର ବାହାଘର ପାଇଁ ନିଜର ଶେଷ ସମ୍ବଳ ଜମିକୁ ବିକ୍ରି କରିଦିଏ କିମ୍ବା ମୋଟା ସୁଧରେ ଟଙ୍କା ଉଧାର ଆଣେ। କାହିଁକି? କାରଣ ତାଙ୍କୁ ସହରର ସବୁଠାରୁ ବଡ଼ କଲ୍ୟାଣ ମଣ୍ଡପରେ ବାହାଘର କରିବାର ଅଛି। ଏହାର ପରିଣାମ କ'ଣ ହୁଏ? ବାହାଘର ଗୋଟିଏ ଦିନରେ ଶେଷ ହୋଇଯାଏ, କିନ୍ତୁ ସେହି ଟଙ୍କା ଶୁଝିବା ପାଇଁ ପରିବାରକୁ 10ରୁ 15 ବର୍ଷ ପର୍ଯ୍ୟନ୍ତ କଷ୍ଟ କରିବାକୁ ପଡ଼େ। ଅନେକ ସମୟରେ ମେଡିକାଲ ଏମର୍ଜେନ୍ସି ବା ପିଲାଙ୍କ ପାଠପଢ଼ା ପାଇଁ ଟଙ୍କା ନଥାଏ, କିନ୍ତୁ ବାହାଘରରେ ଲକ୍ଷ ଲକ୍ଷ ଟଙ୍କାର ବାଣ ଫୁଟାଇବା ପାଇଁ ଟଙ୍କା ଆସିଯାଏ। ଏହା କେବଳ ମୂର୍ଖାମି ନୁହେଁ, ଏହା ଏକ ଅପରାଧ। ଆପଣଙ୍କର ଅପରିଣାମଦର୍ଶିତା ପାଇଁ ଆପଣଙ୍କ ପରିବାର କଷ୍ଟ ପାଉଛନ୍ତି। ଏହି ଦେଖାଣିଆ କେବଳ ଉଚ୍ଚବିତ୍ତ ଶ୍ରେଣୀରେ ସୀମିତ ନାହିଁ, ଏହା ମଧ୍ୟବିତ୍ତ ଏବଂ ନିମ୍ନବିତ୍ତ ଶ୍ରେଣୀକୁ ଗ୍ରାସ କରିସାରିଲାଣି। ଆମେ ଭୁଲି ଯାଉଛୁ ଯେ ବାହାଘର ଦୁଇଟି ଆତ୍ମାର ମିଳନ। ଏହା ଆର୍ଥିକ ଶକ୍ତିର ପ୍ରଦର୍ଶନର କୌଣସି ମଇଦାନ ନୁହେଁ। ଲୋକେ ଦେଖେଇ ହୁଅନ୍ତି କାହିଁକି? ଏହାର ମୂଳ କାରଣ ହେଉଛି
ଆତ୍ମବିଶ୍ୱାସର ଅଭାବ ଏବଂ ଅସୁରକ୍ଷିତ ମନୋଭାବ। ଚାଣକ୍ୟଙ୍କ ମତରେ ଯାହା ପାଖରେ ଜ୍ଞାନ ଏବଂ ସଚ୍ଚୋଟତା ଥାଏ ତାକୁ କୌଣସି ଆଭୂଷଣର ଆବଶ୍ୟକତା ନଥାଏ। କିନ୍ତୁ ଯେତେବେଳେ ମଣିଷ ଭିତରୁ ଶୂନ୍ୟ ହୋଇଯାଏ ସେ ବାହାରେ ଚମକ ଧମକ ଦେଖାଇ ନିଜକୁ ବଡ଼ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରେ। ଆଜିର ସୋସିଆଲ ମିଡ଼ିଆ ଯୁଗରେ ଏହି ସମସ୍ୟା ଆହୁରି ଜଟିଳ ହୋଇଛି। ଲୋକେ ଇଏମ୍ଆଇରେ ଆଇଫୋନ୍ କିମ୍ବା ଦାମୀ କାର୍ କିଣୁଛନ୍ତି କେବଳ ସେଲ୍ଫି ଉଠାଇ ଫେସବୁକ୍ ବା ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ପାଇଁ। ଲୋକଙ୍କର ଲାଇକ୍ ଏବଂ କମେଣ୍ଟ ପାଇବା ପାଇଁ ଆମେ ନିଜର ଆର୍ଥିକ ଭବିଷ୍ୟତକୁ ବିପନ୍ନ କରୁଛୁ। ଏହା ଏକ ମାନସିକ ମରିଚିକା। ଯେଉଁ ଖୁସି ପାଇଁ ଆପଣ ଏତେ ଖର୍ଚ୍ଚ କରୁଛନ୍ତି ତାହା କ୍ଷଣସ୍ଥାୟୀ, କିନ୍ତୁ ଯେଉଁ ଋଣ ଆପଣଙ୍କ ମୁଣ୍ଡ ଉପରେ ରହୁଛି ତାହା ଦୀର୍ଘସ୍ଥାୟୀ। ପ୍ରକୃତ ଧନୀ ସେ ନୁହେଁ ଯାହାର ଖର୍ଚ୍ଚ ବହୁତ, ବରଂ ପ୍ରକୃତ ଧନୀ ସେ ଯାହାର ସମ୍ପତ୍ତି ଏବଂ ସଞ୍ଚୟ ବହୁତ। ଆପଣଙ୍କର ମୂଲ୍ୟ ଆପଣଙ୍କ ଗାଡ଼ି କିମ୍ବା ପୋଷାକରେ ନୁହେଁ, ବରଂ ଆପଣଙ୍କ ସଙ୍କଟ ସମୟରେ ଆପଣଙ୍କ ବ୍ୟାଙ୍କ ବାଲାନ୍ସରୁ ଜଣାପଡ଼ିଥାଏ। ଏହାକୁ ଅଧିକ ଭଲ ଭାବେ ବୁଝିବା ପାଇଁ ଏକ କାହାଣୀ ଶୁଣନ୍ତୁ। ଏକଦା ଏକ ଗାଁରେ ଦୁଇ ଜଣ ସାଙ୍ଗ ରହୁଥିଲେ, ଗୋପାଳ ଏବଂ ମାଧବ। ଦୁହେଁ ସମାନ ଦରମାରେ ଚାକିରି କରୁଥିଲେ। ଗୋପାଳ ସବୁବେଳେ ଦେଖେଇ ହେବାକୁ ଭଲ ପାଉଥିଲା। ସେ କରଜ କରି ଏକ ଦାମୀ ମୋଟର ସାଇକେଲ କିଣିଲା, ନିଜ ଘରକୁ ବାହାରୁ ରଙ୍ଗ କରି ବହୁତ ସଜାଇଲା ଏବଂ ପ୍ରତି ସପ୍ତାହରେ ବଡ଼ ବଡ଼ ପାର୍ଟି ଦେଉଥିଲା। ଗାଁ ଲୋକେ ଗୋପାଳର ବହୁତ ପ୍ରଶଂସା କରୁଥିଲେ। ଅନ୍ୟପଟେ ମାଧବ ବହୁତ ସାଧାରଣ ଜୀବନ ବିତାଉଥିଲା। ସେ ନିଜ ପୁରୁଣା ସାଇକେଲରେ ଅଫିସ ଯାଉଥିଲା ଏବଂ ସବୁବେଳେ ନିଜ ଆୟର 50% ସଞ୍ଚୟ କରୁଥିଲା। ଗୋପାଳ ମାଧବକୁ ଥଟ୍ଟା କରି କହୁଥିଲା, ତୁ କେମିତିଆ ମଣିଷ, ପଇସା ଥାଇ ବି ଉପଭୋଗ କରି ଜାଣିନୁ। ଦେଖ ମୋତେ, ଲୋକ ମୋତେ କେତେ ସମ୍ମାନ କରୁଛନ୍ତି। ମାଧବ କେବଳ ହସି ଦେଉଥିଲା ଏବଂ କହୁଥିଲା, ସମୟ ଆସିଲେ ଉତ୍ତର ମିଳିବ। କିଛି ବର୍ଷ ପରେ ହଠାତ୍ ସେହି କମ୍ପାନୀ ବନ୍ଦ ହୋଇଗଲା ଏବଂ ଦୁହିଁଙ୍କର ଚାକିରି ଚାଲିଗଲା। ଗୋପାଳ ପାଖରେ ସଞ୍ଚୟ ବୋଲି କିଛି ନଥିଲା, ବରଂ ବ୍ୟାଙ୍କର କିସ୍ତି ଏବଂ ଦୋକାନୀର ବାକି ଟଙ୍କା ପାଇଁ ତା ଦୁଆରେ ଲୋକେ ଭିଡ଼ ଜମାଇଲେ। ଯେଉଁ ଗାଁ ଲୋକେ ତାର ପ୍ରଶଂସା କରୁଥିଲେ ସେମାନେ ଏବେ ତାକୁ ଫୁଟାଣିଆ ବୋଲି କହି ପରିହାସ କଲେ। ଗୋପାଳର ସେହି ଦାମୀ ମୋଟର ସାଇକେଲ ବ୍ୟାଙ୍କ ବାଲା ନେଇଗଲେ, କିନ୍ତୁ ମାଧବ ପାଖରେ 5 ବର୍ଷର ସଞ୍ଚୟ ଥିଲା। ସେହି ଟଙ୍କାରେ ସେ ନିଜର ଏକ ଛୋଟ ବ୍ୟବସାୟ ଆରମ୍ଭ କଲା। ମାଧବର ପରିବାର କୌଣସି ଅସୁବିଧାର ସମ୍ମୁଖୀନ ହେଲେ ନାହିଁ। କିଛି ମାସ ପରେ ଗୋପାଳ ମାଧବ ପାଖକୁ ଆସି କାନ୍ଦିବାକୁ ଲାଗିଲା। ମାଧବ ତାକୁ ବୁଝାଇଲା, ଦେଖ ଗୋପାଳ, ମୁଁ ଜାଣିଶୁଣି ସାଇକେଲ ଚଲାଉଥିଲି କାରଣ ମୁଁ ଲୋକଙ୍କ ଆଖିରେ ଧନୀ ହେବା ଅପେକ୍ଷା ବାସ୍ତବରେ ଆର୍ଥିକ ଭାବେ ସୁରକ୍ଷିତ ରହିବାକୁ ଚାହୁଁଥିଲି। ଲୋକେ ତୁମର ଶକ୍ତି ଦେଖି ପ୍ରଶଂସା କରନ୍ତି, କିନ୍ତୁ ଆଶୀର୍ବାଦ କେବଳ ସେତେବେଳେ ଦିଅନ୍ତି ଯେତେବେଳେ ଆପଣ ଜଣେ ଦାୟିତ୍ୱବାନ ମଣିଷ ହୁଅନ୍ତି। ଏହି କାହାଣୀରୁ ଏହି ଶିକ୍ଷା ମିଳେ ଯେ ଦେଖାଣିଆ ସୁଖ କ୍ଷଣସ୍ଥାୟୀ, କିନ୍ତୁ ଆର୍ଥିକ ଶୃଙ୍ଖଳା ଚିରସ୍ଥାୟୀ। ତେବେ ଏହି ସମସ୍ୟାରୁ ମୁକ୍ତି ମିଳିବ କିପରି? ପ୍ରଥମେ ଆପଣଙ୍କୁ ନିଜର ପ୍ରାଥମିକତା ସ୍ଥିର କରିବାକୁ ହେବ। ଚାଣକ୍ୟଙ୍କ ଅନୁସାରେ ଆପଣଙ୍କର ଶତ୍ରୁ ବାହାରେ ନାହାନ୍ତି, ଆପଣଙ୍କର ଅହଙ୍କାର ଏବଂ ଲୋଭ ହିଁ ଆପଣଙ୍କର ସବୁଠାରୁ ବଡ଼ ଶତ୍ରୁ। ଯଦି ଆପଣ କୌଣସି ଜିନିଷ କିଣୁଛନ୍ତି ତେବେ ନିଜକୁ ପଚାରନ୍ତୁ, ଏହା ମୋର ଆବଶ୍ୟକତା ନା କେବଳ ଲୋକଙ୍କୁ ଦେଖାଇବା ପାଇଁ? ଯଦି ଆପଣଙ୍କ ଝିଅ ବା ପୁଅର ବାହାଘର ଅଛି ତେବେ ଏହାକୁ ଏକ ପବିତ୍ର ଉତ୍ସବ ଭାବେ ପାଳନ କରନ୍ତୁ, ଆର୍ଥିକ ଶକ୍ତି ପ୍ରଦର୍ଶନ ପାଇଁ ନୁହେଁ। ଯେଉଁ ଟଙ୍କା ଆପଣ ଲକ୍ଷ ଲକ୍ଷ ଅତିଥିଙ୍କୁ ଖୁଆଇବାରେ ଖର୍ଚ୍ଚ କରୁଛନ୍ତି ସେହି ଟଙ୍କାକୁ ନବଦମ୍ପତିଙ୍କ ଭବିଷ୍ୟତ ପାଇଁ ଫିକ୍ସ ଡିପୋଜିଟ୍ କରିଦିଅନ୍ତୁ, ଯାହା ସେମାନଙ୍କ କାମରେ ଆସିବ। ସମାଜର ମାନସିକତାକୁ ବଦଳାଇବା ଆପଣଙ୍କ ହାତରେ ନାହିଁ, କିନ୍ତୁ ଆପଣ ନିଜକୁ ବଦଳାଇ ପାରିବେ। ଯେବେ ଆପଣ ଜଣେ ସାଧାରଣ ବ୍ୟକ୍ତି ଭାବେ ଗର୍ବର ସହ ବଞ୍ଚିବେ ସେବେ ସମାଜ ଆପଣଙ୍କୁ ଅନୁସରଣ କରିବ। ଚାଣକ୍ୟ କହିଥିଲେ, ଗୋଟିଏ ପିଢ଼ିର ଭୁଲ ନିଷ୍ପତ୍ତି ଆଗାମୀ 7 ପିଢ଼ି ପାଇଁ ଦୁର୍ଭାଗ୍ୟର କାରଣ ସାଜିଥାଏ। କାରଣ ଦେଖାଣିଆ ସଂସ୍କୃତି କେବଳ ବର୍ତ୍ତମାନର ମଣିଷକୁ ନୁହେଁ, ବରଂ ଆମର ଯୁବପିଢ଼ିକୁ ମଧ୍ୟ ଭୁଲ ବାଟରେ ନେଇଯାଉଛି। ପିଲାମାନେ ନିଜ ବାପା ମାଙ୍କୁ ଦେଖି ଶିଖୁଛନ୍ତି ଯେ ସମାଜରେ ବଡ଼ ହେବା ପାଇଁ ହେଲେ ହାତରେ ମୂଲ୍ୟବାନ ଘଣ୍ଟା କିମ୍ବା ବ୍ରାଣ୍ଡେଡ୍ ପୋଷାକ ରହିବା ଦରକାର। ଏହି ମିଥ୍ୟା ଶିକ୍ଷା ସେମାନଙ୍କୁ ଭବିଷ୍ୟତରେ ଜଣେ କଠିନ ପରିଶ୍ରମୀ ମଣିଷ ପରିବର୍ତ୍ତେ
ଜଣେ ଉପଭୋକ୍ତା ବନାଇ ଦେଉଛି। ଯେତେବେଳେ ଜଣେ ଯୁବକ ନିଜର ପ୍ରଥମ ଦରମାରେ ସଞ୍ଚୟ ନ କରି ଏକ ଦାମୀ ଆଇଫୋନ କିଣୁଛି, ସେତେବେଳେ ବୁଝିବାକୁ ହେବ ଯେ ସେ ଆର୍ଥିକ ଦାସତ୍ୱର ଶୃଙ୍ଖଳାରେ ନିଜକୁ ବାନ୍ଧି ସାରିଲାଣି। ଚାଣକ୍ୟଙ୍କ ମତରେ ଜଣେ ଶୃଙ୍ଖଳିତ ବ୍ୟକ୍ତି ହିଁ ସମାଜକୁ ଦିଗ୍ଦର୍ଶନ ଦେଇପାରେ। ତେଣୁ ଆଜିର ଯୁବପିଢ଼ିକୁ ବୁଝିବାକୁ ହେବ ଯେ ପ୍ରକୃତ ଷ୍ଟାଇଲ କିମ୍ବା ଷ୍ଟାଟସ୍ ଆପଣଙ୍କର ବ୍ୟାଙ୍କ ବାଲାନ୍ସ ଏବଂ ଆପଣଙ୍କର ବ୍ୟକ୍ତିତ୍ୱରୁ ଆସେ, କୌଣସି ବସ୍ତୁରୁ ନୁହେଁ। ଆମେ ଯଦି ସାମାଜିକ ଦାୟିତ୍ୱବୋଧର ସହ ମିତବ୍ୟୟୀ ହେବା, ତେବେ ହିଁ ଦେଶ ଏବଂ ସମାଜର ପ୍ରକୃତ ବିକାଶ ହେବ। ଦେଖାଣିଆ ମନୋଭାବ କେବଳ ବ୍ୟକ୍ତିଗତ କ୍ଷତି କରେ ନାହିଁ, ଏହା ଜାତୀୟ ଅର୍ଥନୀତିକୁ ମଧ୍ୟ ଦୁର୍ବଳ କରିଥାଏ। ତେଣୁ ଆମକୁ ଏହି ଦେଖାଣିଆ ମାନସିକତାରୁ ବାହାରି ଏକ ସୁସ୍ଥ ଏବଂ ସରଳ ସଂସ୍କୃତିର ଗଠନ କରିବାକୁ ହେବ। ଆଚାର୍ଯ୍ୟ ଚାଣକ୍ୟ ଋଣକୁ ଅଗ୍ନି ସହିତ ତୁଳନା କରିଥିଲେ। ସେ କହିଥିଲେ, ଅଗ୍ନିର ଅବଶେଷ ରୋଗର ଅବଶେଷ ଏବଂ ଋଣର ଅବଶେଷ କେବେ ବି ରଖିବା ଉଚିତ ନୁହେଁ, କାରଣ ଏହା ପୁନର୍ବାର ବୃଦ୍ଧି ପାଇ ବିନାଶ କରିଥାଏ। ଆଜିର EMI ଏବଂ କ୍ରେଡିଟ୍ କାର୍ଡର ସୁବିଧା ଆଜି ମଣିଷକୁ ଏମିତି ଏକ ଜାଲରେ ଛନ୍ଦି ଦେଉଛି, ଯେଉଁଥିରେ ସେ ନିଜର ସ୍ୱାଧୀନତା ହରାଇ ବସୁଛି। ଲୋକମାନେ ନିଜର ସାମାଜିକ ପ୍ରତିପତ୍ତି ଦେଖାଇବା ପାଇଁ କିସ୍ତିରେ ଦାମୀ ଜିନିଷ କିଣୁଛନ୍ତି, କିନ୍ତୁ ସେମାନେ ଭୁଲି ଯାଉଛନ୍ତି ଯେ ସେମାନେ ବସ୍ତୁ କିଣୁନାହାନ୍ତି, ବରଂ ନିଜର ଭବିଷ୍ୟତର ଶାନ୍ତିକୁ ବିକ୍ରି କରୁଛନ୍ତି। ଚାଣକ୍ୟ ନୀତି କହେ ଯେ ଉଦ୍ଧାର କରାଯାଇଥିବା ଟଙ୍କାରେ କରାଯାଇଥିବା ଭୋଜି ଅପପୃଷ୍ଟି ସହିତ ସମାନ। ଏହା ଶରୀରକୁ ପୁଷ୍ଟି ଦିଏ ନାହିଁ, ବରଂ ମାନସିକ ଚିନ୍ତା ବଢ଼ାଇଥାଏ। ଅନେକ ସମୟରେ ବାହାଘରରେ ଡିଜେ, ଆଲୋକମାଳା ଏବଂ ପ୍ରଚୁର ଖାଦ୍ୟ ନଷ୍ଟ କରିବା ପାଇଁ ବ୍ୟାଙ୍କରୁ ପର୍ସନାଲ ଲୋନ୍ ନିଆଯାଏ। ଏହି ଋଣର ସୁଧ ଆପଣଙ୍କର ପ୍ରତି ମାସର ଆୟକୁ ଗ୍ରାସ କରିଥାଏ। ଫଳରେ ଆପଣ ନିଜ ପରିବାରର ଛୋଟ ଛୋଟ ଖୁସି ପାଇଁ ମଧ୍ୟ ଟଙ୍କା ପାଆନ୍ତି ନାହିଁ। ମନେ ରଖନ୍ତୁ, ଯେଉଁ ଜିନିଷ ଆପଣଙ୍କୁ ଆର୍ଥିକ ଭାବେ ଦୁର୍ବଳ କରେ, ତାହା କେବେ ବି ସମ୍ମାନର ପ୍ରତୀକ ହୋଇପାରିବ ନାହିଁ। ପ୍ରକୃତ ସମ୍ମାନ ସେତିକି ବେଳେ ମିଳେ ଯେତେବେଳେ ଆପଣ କାହା ଆଗରେ ହାତ ପତେଇବାକୁ ପଡ଼େ ନାହିଁ। ଦେଖାଣିଆ ମନୋଭାବ ପାଇଁ ଋଣ କରିବା ହେଉଛି ନିଜ ଘରକୁ ନିଆଁ ଲଗାଇ ପଡ଼ୋଶୀକୁ ଆଲୋକ ଦେଖାଇବା ସହିତ ସମାନ। ଚାଣକ୍ୟଙ୍କ ଅର୍ଥଶାସ୍ତ୍ରରେ କୁହାଯାଇଛି, ଧନ ସେଇଠାରେ ରହେ ଯେଉଁଠାରେ ବ୍ୟକ୍ତି ତାର ସଦୁପଯୋଗ ଜାଣିଥାଏ। ଆଜିର ସମାଜରେ ଆମେ ଦେଖୁଛୁ ଯେ ଲୋକମାନେ ଅନାବଶ୍ୟକ ଖର୍ଚ୍ଚରେ ମାହିର। ଯେଉଁ 5 ଲକ୍ଷ ଟଙ୍କା ଜଣେ ବ୍ୟକ୍ତି ବାହାଘରର ଫୁଲ ସାଜସଜାରେ ଖର୍ଚ୍ଚ କରୁଛି, ସେହି ଟଙ୍କା ଯଦି ସେ ନିଜ ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ କିମ୍ବା ବ୍ୟବସାୟରେ ଲଗାନ୍ତି, ତେବେ ତାହା ଭବିଷ୍ୟତରେ 50 ଲକ୍ଷରେ ପରିଣତ ହୁଅନ୍ତା। କିନ୍ତୁ ସାମାଜିକ ଦେଖାଣିଆ ପାଇଁ ଆମେ ଆସେଟ୍ ବଦଳରେ ଲିଆବିଲିଟି ତିଆରି କରୁଛୁ। ଏକ ଛୋଟ ଉଦାହରଣ ଦେଖନ୍ତୁ। 2ଟି ପରିବାର ଅଛନ୍ତି। ଜଣେ ନିଜର ପୁରୁଣା ଘରକୁ ଭାଙ୍ଗି କରଜ କରି ଏକ ବଡ଼ ପ୍ରାସାଦ ତିଆରି କଲେ, କେବଳ ଲୋକଙ୍କୁ ଦେଖାଇବା ପାଇଁ, ଯେଉଁଥିରେ ପ୍ରତି ମାସରେ ମୋଟା ଅଙ୍କର ବିଦ୍ୟୁତ ବିଲ୍ ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚ ହେଉଛି। ଅନ୍ୟ ଜଣେ ନିଜର ସାଧାରଣ ଘରେ ରହିଲେ, କିନ୍ତୁ ସେହି ଟଙ୍କାକୁ ଭଲ ସେୟାର ମାର୍କେଟ ବା ଜମିରେ ବିନିଯୋଗ କଲେ। 10 ବର୍ଷ ପରେ ପ୍ରଥମ ବ୍ୟକ୍ତି ଜଣକ ଋଣ ସୁଝିବା ପାଇଁ ସେହି ଘରକୁ ବିକ୍ରି କରିବା ସ୍ଥିତିରେ ଅଛନ୍ତି, କିନ୍ତୁ ଦ୍ୱିତୀୟ ବ୍ୟକ୍ତି ଜଣକ ଆର୍ଥିକ ଭାବେ ସମ୍ପୂର୍ଣ୍ଣ ସ୍ୱାଧୀନ। ଚାଣକ୍ୟ କହନ୍ତି, ଜ୍ଞାନୀ ବ୍ୟକ୍ତି ସେଇ ଯିଏ ବର୍ତ୍ତମାନର ପ୍ରଶଂସା ଅପେକ୍ଷା ଭବିଷ୍ୟତର ସୁରକ୍ଷାକୁ ବଡ଼ ମାନେ। ଦେଖାଣିଆ ସୁଖରୁ ବାହାରି ବାସ୍ତବବାଦୀ ହୁଅନ୍ତୁ, ତେବେ ହିଁ ଆପଣଙ୍କ ପାଖରେ ମା ଲକ୍ଷ୍ମୀ ସ୍ଥାୟୀ ଭାବେ ରହିବେ। ସାମାଜିକ ଦେଖାଣିଆ ପଛରେ ସବୁଠାରୁ ବଡ଼ ଶକ୍ତି ହେଉଛି ପରର ମତ। ଚାଣକ୍ୟ ଶିଖାଇଥିଲେ ଯେ ଯେଉଁ ବ୍ୟକ୍ତି ପରର ମୁହଁକୁ ଚାହିଁ ନିଜର ନିଷ୍ପତ୍ତି ନିଏ, ସେ ଜୀବନ୍ତ ଥାଇ ମଧ୍ୟ ମୃତ ସମାନ। ସମାଜର ଲୋକମାନେ କେବେ ବି ସନ୍ତୁଷ୍ଟ ହୁଅନ୍ତି ନାହିଁ। ଯଦି ଆପଣ 50 ପ୍ରକାରର ଖାଦ୍ୟ ଦେବେ, ତେବେ ସେମାନେ 51ତମ ଖାଦ୍ୟ କାହିଁକି ନଥିଲା ବୋଲି ନିନ୍ଦା କରିବେ। ଯଦି ଆପଣ ସୁନା ଅଳଙ୍କାର ଦେବେ, ତେବେ ତାର ଡିଜାଇନ ପୁରୁଣା ବୋଲି କହିବେ। ତେଣୁ ଯେଉଁ ଲୋକମାନଙ୍କୁ ଆପଣ ଖୁସି କରିବାକୁ ଚାହୁଁଛନ୍ତି, ସେମାନଙ୍କର ଖୁସିର କୌଣସି ସୀମା ନାହିଁ। ଆପଣଙ୍କର ଋଣର ଯନ୍ତ୍ରଣା ଆପଣଙ୍କୁ ସହିବାକୁ ପଡ଼ିବ, ସେମାନଙ୍କୁ ନୁହେଁ। ଆପଣଙ୍କ ପିଲା ଯେତେବେଳେ ଫିସ୍ ନ ଦେଇପାରିବାରୁ ସ୍କୁଲରୁ ବାହାରିବେ, ସେତେବେଳେ ସେହି ସମାଜ ଆପଣଙ୍କୁ ସାହାଯ୍ୟ କରିବନି। ମନେ ରଖନ୍ତୁ, ପ୍ରକୃତ ସମ୍ପର୍କୀୟ ସେ ହିଁ ଯିଏ ଆପଣଙ୍କୁ କମ୍ ଖର୍ଚ୍ଚ କରିବାକୁ ପରାମର୍ଶ ଦେବ।
जी आपनको उस्काई बड़ खर्च करने को बाध्य करुछि से आपणकर सुचिंतक नुहे बरम से आपणकर सर्वनाश देखा चाहूँगी। तेणु से सामाजिक मुखा को चिन्हतु साहस संचय करी ना कहवा शिखंतु कहतु जे मो पाखरे सामर्थ्य नहीं तेणु मु साधारण भावे पालन करी। यही स्पष्टवादिता आपण को जड़े महान व्यक्ति भावे प्रतिष्ठित करिवो। आज आमको यही समस्यार समाधान पाई 5टी विषय उपरे ध्यान देबाको हेबो। प्रथम निजर बजेट प्रस्तुत करंतु एवं सेतिरे अटल रुहंतु। द्वितीय रे कौनसी जिनिस किनिया पूर्वरु तार आवश्यकता को विचार करंतु निजर अहंकार को नुहे। तृतीय रे अन्य सहित निजर तुलना करिया बंद करंतु। चाणक्य कहंती प्रत्येक व्यक्तिर परिस्थिति भिन्न तेणु अन्यर बड़ पणिया देखि निजर शांति हजांतु नाही। चतुर्थ रे संचय को एक अभ्यास रे परिणत करंतु। पंचम रे परिवार मध्य रे टंका विषय खोला खोली आलोचना करंतु। पिला मानकु टंकार महत्व शिखांतु। जदि पिला माने जानिबे जे बापा कष्ट रे टंका अर्जन करूछंती तेबे सेमाने मध्य देखाणिया खर्च पाई जिद करिबे नाही। संयमता ही सुखर मूल दुआ। जो घरे मितव्ययिता एवं संतोष थाए से घरे भगवान वास करते। देखाणिया मनोभाव एक मरुभूमि सदृश जेते शोष मेटाइबा चेष्टा कले भी यह शेष हुए नहीं। प्रकृत शांति मिले आत्मसंतोषरू। शेष में आचार्य चाणक्य एक अमर बाणी मन रखंतु जो व्यक्ति आयरु अधिक खर्च करे से जड़े चोर सहित समान कारण से निज परिवार भविष्यत को चोरी करुछि। सामाजिक देखाणिया पाई करा जाउथिबा खर्च आपणकर सम्मान बढ़ाए नहीं बरम आपणको दुर्बलता एवं पराधीनतार अंधार को ठेली दिए। आज ठारू संकल्प करंतु जे आपण निज सामर्थ्य अनुसार बंचिबे। काहाकू देखाइबा पई करजर कुओ को डेइबे नहीं। बाहाघर हेउ बा पूजा पार्वण सबुठारे सरलता को आपणांतु। लोकंगर मिथ्या बाबा अपेक्षा परिवारर मुहरे थिबा स्थायी हस बहुत बड़। आजिर परिवर्तित पृथ्वी रे आपनको पुणी थरे चाणक्यंक सेई गुरु मंत्र को आपणेबाको हेबो। अर्थ ही शक्ति किंतु सेई अर्थ को साइति रखिबा ही महाशक्ति। जदि आपण निज टंकार सम्मान करिवे तेबे टंका आपणको एवं आपणक परिवार को विपत्ति समय रे रक्षा करिवो। निजको एमिति गढ़ंतु जेपरी लोके आपणकर व्यक्तित्व को देखि प्रशंसा करिवे। आपणकर दामी पोशाक किंबा गाड़ी को देखि नुहे। यह ही जीवनर प्रकृत सफलता। मन रखंतु देखाणिया मनीष सेई फंपा बाउंस परी जहा बाहर को तो बहुत उच्च एवं मजबूत देखा जाए किंतु सामान्य विपत्तिर पवन रे यह भांगी चूरमार हो जाए। समाज रे मिथ्या सम्मान पाइबा पई निज परिवारर सत्य शांति को बलि दियंतु नाही। आपण को लोके धन्य बोली कहंतु कि नहीं सेतिरे किछि जाय आस नहीं किंतु जेतेबेले आपणक परिवार कौनसी असुविधा रे पड़िबो सेतेबेले आपणक पाखरे सेही सामाजिक प्रशंसा नुहे बरम आपणकर संचित धन ही आपणको रक्षा करिवो। जीवन रे एमिति एक स्तर को निजको नियंतु जेउठारे आपणकर परिचय पाई कौनसी ब्रांडेड पोशाक किंबा दामी गाड़ी रा आवश्यकता पड़िबो नाही। आपणक नाम ही यथेष्ट होइजिवो। जदि आजिर एही आलोचना आपणक भितरे थिबा से मिथ्या अहंकार मुखा को खोली देइछि तेबे भिडियोटी को गोटे लाइक निश्चित करंतु। जदि आपण चाहुचंती जे आपणक परिवार एवं बंधु माने मध्य एही देखाणी संस्कृतिर जालरू बाहरी आसंतु तेबे सेमानक सह एही भिडियो को शेयर करंतु। चाणक्यंक एही परि जीवन बदलाई देला परि आर्थिक नीति गुडी को शिखिया पाई एवं जने ज्ञानी निवेशक हेबा पाई आम चैनल को एबे ही सब्सक्राइब करंतु। बंधुगण आज एक शपथ नेबार समय। आज ठारू आमे लोकन को देखाइबा पाई नुहे बरम निजर भविष्यत गढ़िया पाई बंचिबा। जदि आपण एही मिथ्या आडंबररू बाहरी वास्तवता को ग्रहण करने को प्रस्तुत तेबे कमेंट बॉक्स रे लिखंतु। मु आज ठारू देखेई हबा बंद करिबी। धन्यवाद।